ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 482 483। ଆଜି ଜ୍ଞାନ 482 ରେ ପ୍ରଭୁ କହୁଛନ୍ତି, ଦିବ୍ୟ ଜ୍ଞାନର ଅନ୍ୱେଷଣ କରୁଥିବା ବ୍ୟକ୍ତି ଗୋପୀମାନଙ୍କର ବସ୍ତ୍ରହରଣ କରୁଥିବା କୃଷ୍ଣଙ୍କର ବର୍ଣ୍ଣନା ମଧ୍ୟରେ ଆତ୍ମା ସହିତ ରଚନା କରାଯାଇଥିବା ଭଗବାନଙ୍କର ଲୀଳାର ଗୋଟିଏ ଗଭୀରତମ ବ୍ୟଞ୍ଜନା ରହିଥିବା ଦୃଷ୍ଟାନ୍ତର ପ୍ରତ୍ୟକ୍ଷ କରିଥାଏ। ଭକ୍ତ ତାହା ମଧ୍ୟରେ ତା ହୃଦୟର ରହସ୍ୟମୟ ଅନୁଭୂତି ଗୁଡ଼ିକ ପରିପୂର୍ଣ୍ଣ ଭାବରେ ଉକୁଟି ପାରିଥିବା ଏକ ଦିବ୍ୟ କର୍ମକୁ ହିଁ ପ୍ରତ୍ୟକ୍ଷ କରେ। ଜଣେ କାମୁକ ଓ ଶୁଦ୍ଧବାଦୀ ତାହାକୁ କେବଳ ଏକ କାମବ୍ୟଞ୍ଜକ କାହାଣୀ ବୋଲି କହିଥାଏ। ଏଠି ବ୍ରାକେଟରେ କହିଛନ୍ତି, ଦୁଇଟି ଯାକ ହେଉଛନ୍ତି ସେଇ ଗୋଟିଏ ଅନ୍ତଃ ସ୍ୱଭାବର ଦୁଇଟି ମୁଖ, କାମୁକ ଆଉ ଶୁଦ୍ଧବାଦୀ। ତାହାକୁ କେବଳ ଏକ କାମବ୍ୟଞ୍ଜକ କାହାଣୀ ବୋଲି କହିଥାଏ। ମନୁଷ୍ୟମାନେ ସେମାନଙ୍କର ନିଜ ଭିତରେ ଯାହା କିଛି ରହିଥାଏ ତାହାକୁ ହିଁ ବାହାରକୁ ଆଣନ୍ତି ଓ ତାହା ହିଁ ଶାସ୍ତ୍ର ଗୁଡ଼ିକରେ ପ୍ରତିଫଳିତ ହୋଇଥିବାର ଦେଖିଥାନ୍ତି। ଏ 482 ରେ ପ୍ରଭୁ ଶ୍ରୀ ଅରବିନ୍ଦ ଏଠି ଯେକୌଣସି ଗୋଟିଏ ଘଟଣାକୁ କିପରି ଚେତନାର ଭିନ୍ନ ଭିନ୍ନ ସ୍ତରରେ ଥିବା ବ୍ୟକ୍ତି ତାକୁ ଭିନ୍ନ ଭିନ୍ନ ଭାବେ ଗ୍ରହଣ କରେ, ବ୍ୟାଖ୍ୟା କରେ, ତାହାକୁ ହିଁ ପ୍ରତିଫଳିତ କରୁଛନ୍ତି। ଯୋଉଟା କି ଶେଷକୁ କହୁଛନ୍ତି ଯେ ମନୁଷ୍ୟମାନେ ସେମାନଙ୍କର ନିଜ ଭିତରେ ଯାହା କିଛି ରହିଥାଏ ତାହାକୁ ହିଁ ବାହାରକୁ ଆଣନ୍ତି ଓ ତାହା ହିଁ ଶାସ୍ତ୍ର ଗୁଡ଼ିକରେ ପ୍ରତିଫଳିତ ହୋଇଥିବାର ଦେଖିଥାନ୍ତି। ଶାସ୍ତ୍ରରେ ବା ଘଟଣା ଯାହା ଘଟିଥାଏ ସିଏ ତାର ଘଟିଥାଏ, ତାକୁ ଦେଖିକରି ଏମାନେ ଯୋଉ ବ୍ୟାଖ୍ୟା କରନ୍ତି ବା ଗ୍ରହଣ କରନ୍ତି ତାହା ପୂର୍ଣ୍ଣତଃ ତାଙ୍କର ଚେତନାର ସ୍ଥିତି ଅନୁସାରେ ନିର୍ଭର କରେ। ଯେମିତିକି ଏଠି ଗୋଟେ ଉଦାହରଣ ଦଉଛନ୍ତି, ଯେତେବେଳେ ଗୋପୀମାନଙ୍କର ବସ୍ତ୍ରହରଣ କରୁଛନ୍ତି ଶ୍ରୀକୃଷ୍ଣ, ଠିକ ଅଛି, ଶ୍ରୀକୃଷ୍ଣ ସେତେବେଳେ କେତେ ବର୍ଷର? 8 ରୁ 10 ବର୍ଷ ଭିତର ସମୟ ତାଙ୍କର ବୟସ। ସେ ସମୟରେ ଯେତେବେଳେ ଗୋପୀମାନେ ପୁଷ୍କରିଣୀରେ ଗାଧଉଛନ୍ତି ସେତେବେଳେ ଇଏ ବଂଶୀ ବାଦନ କରି ତାଙ୍କର ସବୁ ବସ୍ତ୍ରକୁ ନେଇଯାଇଛନ୍ତି। ତାକୁ କିଏ କୋଉଭଳି ଭାବରେ ଦେଖନ୍ତି? ଯେଉଁମାନେ ଦିବ୍ୟ ଜ୍ଞାନର ଅନ୍ୱେଷଣ କରୁଥାନ୍ତି ତାହାକୁ ସେମାନେ ଦେଖନ୍ତି ଯେ ଭଗବାନ ଯିଏକି ପରମାତ୍ମା ତାଙ୍କର ନିଜର ଯୋଉ ଅଂଶ ଯୋଉ ଭିନ୍ନ ଭିନ୍ନ ଭାବରେ ପରିପ୍ରକାଶ ହେଇଛନ୍ତି ଆତ୍ମା, ତାଙ୍କ ସହିତ ତାଙ୍କର କେତେ ସୁନ୍ଦର ଲୀଳା ସେ ତାକୁ ପ୍ରତ୍ୟକ୍ଷ କରନ୍ତି, ଦେଖନ୍ତି, ପ୍ରତ୍ୟକ୍ଷ କରନ୍ତି, ଦେଖିପାରନ୍ତି, ଜାଣିପାରନ୍ତି, ବୁଝିପାରନ୍ତି, ସେଇଟାକୁ ସେ ଅନୁଭବ କରନ୍ତି। ଯେପରି ଦେଖନ୍ତୁ, ଗୋଟେ ଆପଣ ଆମେ ଯଦି ମାଟିଏ ହେଇଥିବ ତେବେ ଏଇ ମୁଁ ଯୋଉଟା କହିବି ସେଟା ଟିକେ ବୁଝି ହବ। ମାଟିଏ ତାର ଶରୀର ଭିତରୁ ଯେହେତୁ ଗୋଟେ ଶିଶୁକୁ ବା ସନ୍ତାନଟିଏ ପ୍ରସବ ଦେଇଥାଏ, ତେଣୁ ସେ ସନ୍ତାନ ଭିତରେ ସମସ୍ତ ବା ସନ୍ତାନ ଭିତରେ ଯାହା ଯାହା ବା ସନ୍ତାନର ଭାବ ତାକୁ ସେ ଅଙ୍ଗେ ଲିଭାଇଥାଏ ଏବଂ ତାକୁ ସେ ମାନେ ଆମେ ଯେମିତି ନିଜ ହାତକୁ ଆପଣଙ୍କ ହାତକୁ ଯେମିତି ଫୁଟେଇଲେ ଯେମିତି କଷ୍ଟ ହୁଏ, ସେତେବେଳେ ସେଇ ଅନୁଭବ ତା ମାକୁ ହେଇଥାଏ। କାହିଁକି ନା ତା ଶରୀରର ସିଏ ହିଁ ହଉଛି ଏକ ଅଂଶ। ଯେତେବେଳେ ପିଲାଟିଏ ମାର ଗର୍ଭ ଭିତରେ ଥାଏ ସେତେବେଳେ ପିଲାର ପ୍ରତ୍ୟେକ ଭଙ୍ଗୀ, ପ୍ରତ୍ୟେକ ମୁଭମେଣ୍ଟ ବା ଗତି ସବୁ ଯାକ ମାକୁ ଗୋଟେ ଖୁସିର ଅନୁଭବ ଦେଇଥାଏ। ସେମିତି ଯେତେବେଳେ ପରମାତ୍ମା ନିଜେ ସୃଷ୍ଟି କରିଛନ୍ତି, ତାଙ୍କ ସୃଷ୍ଟିର ଭିନ୍ନ ଭିନ୍ନ ରଚନା, ତା ସହିତ କେମିତି ସେ ଲୀଳା କରୁଛନ୍ତି, କେମିତି ସେ ଯୋଉ ତାଙ୍କର ଯୋଉ ଗଭୀର ଅନ୍ତର ସମ୍ପର୍କଟିକୁ ଏକ ବାହାର ପରିପ୍ରକାଶ କରୁଛନ୍ତି, ତାକୁ ସେ ପ୍ରତ୍ୟକ୍ଷ କରିଥାଏ। ଆମେ ଆଉ ଟିକେ କଥା ଆଲୋଚନା କରିବା। ଆଗ ଗୋଟେ
प्रकार व्यक्ति केमती ग्रहण करते सेटा आगे टिके गोटे गोटे लाइन आलोचना करदे तापर आउ डिटेल्स जीवा। तापर कहन जो माने भक्त से माने तांको भितरे जो भाव थाए भगवान को प्रति सी सेटा को प्रत्यक्ष करती जे देख भगवान केते दया परवश हेई केते कृपा परवश हेई आम भितरे जो लज्जा बोध थाए जो लज्जा बोध थाए ता कौन पाई ना ये शरीर को आमे निजर बोली मने करिथाउ। ये शरीरटी जेहेतु मोर तेणु से शरीर को मु निजर बा मु होची शरीर यही अनुभव थाए बोली तेणु शरीर प्रति जो भावटी से भावटी थाए। जेतेबेले वस्त्र हरण करि नउचंती ता माने गोटे जो गोपी मानक भितरे आमे जो माने भक्त सेटा को केमती अनुभव करिथाउ प्रत्यक्ष करिथाउ एवं घटना भी प्रकृत रे सेया कहीं ना भगवान तुमको शरीर चेतनार स्तर उठाई आनिकी तुमे जे स्वयं होच आत्मा तुमे जे होच माने शरीर ऊर्ध्वरे तुमे जे अविनश्वर तुमर तुमे नश्वर शरीर नुह तुमर तुमे सब बेले रहिथिल तुमे होच शाश्वत से जो अनुभव आनिबा को हेले शरीर चेतनारू तुमको ऊर्ध्व को उठिबा को पड़िबो। जदि शरीर चेतनारू ऊर्ध्व को तमे न उठुच तेबे तुमे भगवान सहित युक्त हवा संभव हो पार ना। भगवान परिप्रकाश को अविकृत भाव में परिप्रकाश कर ना। तेणु वस्त्र हरण माध्यम आम भितर थिबा जो शरीर प्रति एक आसक्ति एवं मुझे शरीर सर्वस्व ताठू मते मुक्त करी आनी मते आत्मा सहित युक्त करुछंती एहा भक्तटीए अनुभव करे। से भगवान से कर्म फल सेटा जे केते महान कर्म केते दिव्य कर्म से ताकू प्रत्यक्ष करि पारे। किंतु आउ जो माने दुई जन कथा कहउचंती जने कामुक एवं आउ जने शुद्धवादी सेठी प्रभु कहउचंती ए दुईटी जाक होउचंती एका प्रकारर गोटे स्वभावर दी प्रकारर मुख के को बळी भाबरे परिप्रकाश करूचे। कामुक व्यक्ति माने जो माने काम प्रवृत्तिर व्यक्ति से माने आकु थट्टा करंती परिहास करंती माने कहती जे लज्जाहीन कथा जे ये की कथा जोटी नारी माने गाधौचंती सेठी तांको वस्त्र को लुचई दबा एटा एक अमानुषिक एवं एटा गोटे व्यभिचार ये ताकू कामुक व्यक्ति बा काम प्रवृत्त व्यक्ति हुंतु बा शुद्धवादी जो माने निजको अति शुद्ध तथाकथित शुद्धवादी जो माने से माने आकु कहती एगुड़ाक होची काम व्यंजक कहानी एवं सेति से माने भगवानकर एक क्रिया को से माने परिहास करती। एठी गोटे उदाहरण टे आपण पाखरे मु रखिबा को चाहिबी सेटा होची गोटे समयर घटना कौन है ना नारी माने गोटे जगार गाधौचंती से बाट देकी सुक मुनि जेतेबेले तांकर युवावस्था युवक माने सुठाम शरीर एवं केते माने विशाल बपु सी सुंदर सुठाम शरीर विशाल बपु पूर्ण यौवन रे भरपूर किंतु सी से बाट देकरी उलग्न हेगी उलग्न अवस्था रे केवल लेंगुटीटे पिंधिचंती सी जत सुक मुनि से बाट देकी जाउछंती से जो माने गाधौथिबा नारी माने तांको भितर कोनोसी विकार भाव आसी नाही। से माने एक्चुअली से माने होचंती गंधर्व नारी माने से मानक भितर किछि विकार भाव आसी नाही। से माने सेमती जेमती क्रीड़ा करछन्ती जल क्रीड़ा रे अछंती बिना माने गाधौचंती वस्त्र नाही किंतु सेई बाट देकी ता पर मुहूर्त रे किछि समय परे व्यासदेव जाउचंती जे कि वयस्क व्यक्ति श्मश्रु पक्व हो गलानी एवं सी गैरिक वसन पिंधिचंती से बाट देकी जेतोल सेठी जाउचंती एमाने सांगे सांगे तरबर हेई लज्जाशीला हेई सांगे सांगे वस्त्र गुडी को धरिकी कौन कहले वस्त्र आवृत हो पड़ुचंती।
ବ୍ୟାସଦେବ ଆକୁ ନଜର କଲେ ଦୁଇଟି ଯାକ ଜିନିଷକୁ। ସିଏ ତାପରେ ଯେତେବେଳେ ଏମାନେ ବସ୍ତ୍ର ଫସ୍ତ୍ର ପିନ୍ଧି ବାହାରି ଆସିଲା ପରେ କିଛି ସମୟ ପରେ ବ୍ୟାସଦେବ ଫେରିକି ଏବଂ କହୁଛନ୍ତି, ହେ ଦେବୀ ମାନେ, ମୋର ଆପଣଙ୍କ ପାଖରେ ଗୋଟେ ପ୍ରଶ୍ନ ରହିଯାଇଛି। ଦେଖନ୍ତୁ, ବ୍ୟାସଦେବ ହେଉଛନ୍ତି କୃଷ୍ଣ ଦ୍ୱୈପାୟନ। ସିଏ ବେଦବ୍ୟାସ ବି ତାଙ୍କୁ କୁହାଯାଏ। ସିଦ୍ଧ ବ୍ୟକ୍ତି, ଭଗବାନଙ୍କ ସହିତ ତାଙ୍କର କୃଷ୍ଣଙ୍କର ଦ୍ୱିତୀୟ ରୂପ ବୋଲି ତାଙ୍କୁ ଗ୍ରହଣ କରାଯାଏ। ଚାରିଟା ବେଦ ସିଏ ରଚନା କରିଛନ୍ତି, କେତେ ଚେତନାର ଉର୍ଦ୍ଧ୍ୱ ସ୍ତରରେ। କିନ୍ତୁ ତାଙ୍କୁ ଦେଖିକି ନାରୀମାନଙ୍କ ଭିତରେ ଯୋଉ ବିକାର ଭାବ ଆସିଛି, ସେ ବିକାର ଭାବକୁ ସେ ତେଣୁ ବୁଝିବାକୁ ଚାହୁଁଛି ଯେ ଘଟଣା କାହିଁକି ଏମିତି ଘଟିଲା, କଣଟା ପ୍ରକୃତରେ ଅଛି, ମାନେ କୋଉଠି ରହିଛି, କଣ ରହିଛି। ସେଠୁ ଯେତେବେଳେ ସେ ଦେବୀ ମାନଙ୍କୁ ପଚାରୁଛନ୍ତି ଯେ କଣ ଘଟଣା ହେଲା, ଏମିତି କେମିତି ହେଲା, ଜଣେ ଯୁବକ ଯାଉଛି ସେଇ ବାଟ ଦେଇକି, ତୁମ ଭିତରେ କୌଣସି ବିକାର ଭାବ ଆସିନାହିଁ, ମୁଁ ଜଣେ ବୟସ୍କ ଭଦ୍ର ମାନେ ବୟସ୍କ ବ୍ୟକ୍ତି ଏବଂ ବୃଦ୍ଧ ବ୍ୟକ୍ତି ଯାଉଛି, ସେଠି ତୁମ ଭିତରେ ବିକାର ଭାବ ଆସୁଛି। ସେଠୁ ସିଏ କହୁଛନ୍ତି, ଦେଖନ୍ତୁ ଆଜ୍ଞା, ଶୁକ ମୁନିଙ୍କ ଭିତରେ ଏଇ ଯୋଉ ଲିଙ୍ଗ ଭେଦର କୌଣସି ତାଙ୍କ ଭିତରେ ଅନୁଭବ ନାହିଁ। ପୁଲିଙ୍ଗ ବା ସ୍ତ୍ରୀଲିଙ୍ଗ, ପୁରୁଷ ନାରୀ, ଏ ଯୋଉ ଶରୀରର ଯୋଉ ଭେଦଭାବ, ସେ ଭେଦଭାବର ଅନୁଭବ ତାଙ୍କ ଭିତରେ ନାହିଁ। ତେଣୁ ସିଏ ଯେତେବେଳେ ଯୋଉ ଯାଉଛନ୍ତି, ଆମ ଭିତରେ କୌଣସି ପ୍ରକାରର ସ୍ପନ୍ଦନ ସ୍ପନ୍ଦିତ ହେଲା ନାହିଁ। କାହିଁକି ନା ଯୋଉ ସ୍ପନ୍ଦନ ମୋ ଭିତରେ ରହିଛି, ସେଇଟା ସେ ବାହାରକୁ ପରିପ୍ରକାଶ ହଉଛି। ସେମାନେ ତ ହଉଛନ୍ତି ଗନ୍ଧର୍ବ ଦେବୀମାନେ, ତେଣୁ ସେମାନେ ତାକୁ ସୂକ୍ଷ୍ମଟାକୁ ଅନୁଭବ କରିପାରୁଛନ୍ତି। କିନ୍ତୁ ଆପଣଙ୍କ ଭିତରେ ଏବେ ବି ଏଇ ଯୋଉ ଶରୀର ଭିତରେ ଯୋଉ ଭେଦଭାବ ଭାବ ଅଛି, ପୁରୁଷ ଏବଂ ସ୍ତ୍ରୀ ଶରୀରରେ, ନାରୀ ଏବଂ ପୁରୁଷ ଯୋଉ ଲିଙ୍ଗ ଭେଦରେ ଯୋଉ ଉଭୟ ଲିଙ୍ଗ ରହିଛି, ସେ ଭେଦ ଆପଣଙ୍କ ପାଖରେ ଅଛି। ତେଣୁ ଆପଣ ଯେତେବେଳେ ଆସିଲେ ସେଇ ସ୍ପନ୍ଦନରେ ଆମେ ସ୍ପନ୍ଦିତ ହେଇଗଲୁ। ତେଣୁ ଆମଙ୍କ ଭିତରେ ଲଜ୍ଜାଶୀଳ ଭାବ ଆସିଲା, ତେଣୁ ଆମେ ବସ୍ତ୍ର ଆବୃତ ହୋଇପଡ଼ିଲୁ। ତେଣୁ ଏଇଠି ଏଇ ଉଦାହରଣରୁ ଏବଂ ପ୍ରଭୁ ଶ୍ରୀ ଅରବିନ୍ଦ ଯାହା କହୁଛନ୍ତି, ପ୍ରତ୍ୟେକ ଘଟଣାରେ ଶାସ୍ତ୍ରରେ ଯାହା ଲେଖା ହେଇଥାଏ, ଚେତନାର ଭିନ୍ନ ଭିନ୍ନ ସ୍ତରରେ ଥିବା ବ୍ୟକ୍ତି ତାକୁ ଭିନ୍ନ ଭିନ୍ନ ଭାବରେ ଗ୍ରହଣ କରିଥାନ୍ତି। ସେଥିପାଇଁ ଲେଖୁଛନ୍ତି, ନିଜ ଭିତରେ ଯାହା କିଛି ରହିଥାଏ ତାହାକୁ ହିଁ ବାହାରକୁ ଆଣନ୍ତି ଓ ତାହା ହିଁ ଶାସ୍ତ୍ର ଗୁଡ଼ିକରେ ପ୍ରତିଫଳିତ ହୋଇଥିବାର ଦେଖିଥାନ୍ତି। ନହେଲେ ଚିନ୍ତା କରୁନାହାନ୍ତି, 8-10 ବର୍ଷର ବାଳକକୁ ସେମାନେ ଯୋଉ ତଥାକଥିତ ଶୁଦ୍ଧବାଦୀ ଏବଂ କାମୁକ ବ୍ୟକ୍ତିମାନେ କୋଉ ପ୍ରକାରର ଭାବରେ ତାକୁ ଗ୍ରହଣ କରନ୍ତି ବା ବର୍ଣ୍ଣନା କରନ୍ତି। ଏପରିକି ଏବେ ଯୋଉ କେତେ ଗୁଡ଼ିଏ ସେଇ ନିମ୍ନ ପ୍ରାଣର ପ୍ରରୋଚନାରେ ବା ନିମ୍ନ ପ୍ରାଣରେ ବସବାସ କରୁଥିବା ବ୍ୟକ୍ତିମାନେ ଯୋଉ କୃଷ୍ଣଙ୍କୁ ନେଇକି ବା ଭଗବାନଙ୍କୁ ନେଇକି ଯୋଉ ଗୀତ ଲେଖୁଛନ୍ତି, ତେଣୁ ଇଏ ସବୁ ହଉଛି ତାଙ୍କର ଚେତନାର ସ୍ତରର କଥା।